ରାମ ନାରାୟଣ ରାମ। ଏକଟି ବସ୍ତୁ ଥିଲେ ଆଉ ଗୋଟିଏ ବସ୍ତୁ ମଧ୍ୟ ରହିବ। ଏହି ହେଉଛି ନିୟମ। ଅବାସ୍ତବିକତାର ଦୃଷ୍ଟିରୁ ଚିନ୍ତା କଲେ କାମ ହେବ ନାହିଁ। ଆଜି ପର୍ଯ୍ୟନ୍ତ ସ୍ୱର୍ଗ ବିଷୟରେ କୁହାଯାଉଛି, କିନ୍ତୁ ତର୍କ ସହିତ କହିବା ସମ୍ଭବ ହୋଇନାହିଁ। ଆଛି ବୋଧ ଯେତେବେଳେ ଆମ ଭିତରେ ଥାଏ ଯେ ବୋଧଶକ୍ତି ଆମ ଭିତରେ ଅଛି, ସେହି ଶକ୍ତି ଜଳିଗଲେ ମଧ୍ୟ ନଷ୍ଟ ହୁଏ ନାହିଁ। ଦେଖାଯାଏ ଯେ ଏହା ହେତେ ଗଲା, କିନ୍ତୁ ଏହା ନଷ୍ଟ ହୁଏ ନାହିଁ। ଯେଉଁ ଜିନିଷରେ ପରିବର୍ତ୍ତନ ହୁଏ ସେ ନଷ୍ଟ ହୁଏ ନାହିଁ। ଏହି ପରିବର୍ତ୍ତନ ହେଉଛି ଚେତନାର ଗୋଟିଏ ରୂପ। ଏହା ହେଉଛି ଚେତନାଶକ୍ତିର ବିକାଶ। ନଷ୍ଟ ହେଲେ ସେ ଆଉ ଏକ ରୂପ ଧାରଣ କରେ, ବିଭିନ୍ନ ପ୍ରକାରରେ ଏକତ୍ରିତ ହୁଏ। ଏକତ୍ର ହେବାର ଶକ୍ତି ଅଛି, ସେଇଥିରୁ ଏହା ସମ୍ଭବ ହୁଏ।